କୌଣସି ଦିନ କୌଣସି କାର୍ଯ୍ୟ କଲା ସମୟରେ ସୂର୍ଯ୍ୟ ବାବୁ ସବୁବେଳେ କହିଛନ୍ତି ଯେ ବିପିନ ପ୍ରଧାନ ସେଠି କାମ କରୁଛି। ମୁଁ ଦିଗପହଣ୍ଡି କଥା ବୁଝୁନି, ଦିଗପହଣ୍ଡି କଥା ବିପିନ ପ୍ରଧାନ ବୁଝୁଛି। ସୂର୍ଯ୍ୟ ବାବୁକୁ ଆସିଲା ବେଳକୁ ଆମେ ସବୁ ଲୋକ ମିଟିଂ ପାଇଁ ରେଡ଼ି ହବ, ମିଟିଂ ହବ, ଖାଇବା ପିଇବା ହବ, ଭାଷଣ ଦେବେ, ସେ ଚାଲିବେ। ଏ ଅଞ୍ଚଳର ଯାହା ସୁବିଧା ଅସୁବିଧା ସବୁ ଆମେ ବୁଝୁଥିଲୁ, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ପରେ, ତାଙ୍କର ଦେହାନ୍ତ ପରେ, ତାଙ୍କର ରୋଗରେ ଯେତେବେଳେ ପଡ଼ିଗଲେ ଅବସ୍ଥା ପରିବର୍ତ୍ତନ ହୋଇଗଲା। ଆଜି ସେ ଅବସ୍ଥା ନାହିଁ। ଆମକୁ ଏବେ ଆମର ସମସ୍ତ ମାଟିର ପୁଅ ଚାହୁଁଛନ୍ତି ଯେ ମାଟିର ପୁଅ ଏଠି କ୍ୟାଣ୍ଡିଡେଟ୍ ହଉ, ଏ କଥା ସମସ୍ତେ ଚାହୁଁଛନ୍ତି। କିନ୍ତୁ ଗୋଟେ କଥା ମୁଁ ସ୍ପଷ୍ଟ ଭାବେ ଏଠି କହୁଛି, 33 ବର୍ଷ